ବୌଦ୍ଧରେ ପୁଣି ମାଓ କ୍ୟାମ୍ପ ଧ୍ୱଂସ। କୁମ୍ଭୀ ବେଳେ କନ୍ଧମାଳ ବୌଦ୍ଧ ସୀମାନ୍ତ କଣ୍ଟାମାଳ ଥାନା ବୁଢ଼ାଖୋଲ ଜଙ୍ଗଲରେ ଏସଓଜି ମାଓବାଦୀ 2ରୁ 3 ଘଣ୍ଟା ଗୁଳି ବିନିମୟରେ ଛତ୍ରଭଙ୍ଗ ଦେଲେ ମାଓବାଦୀ। ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ। ସୂଚନା ଅନୁଯାୟୀ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ଜଙ୍ଗଲରେ ମାଓ ଗତିବିଧି ଲକ୍ଷ୍ୟ କରାଯିବା ସହ ଘନ ଘନ କୁମ୍ଭୀ ନିଦ ହଜାଇ ଦେଇଛି ମାଓବାଦୀଙ୍କ। ଗତ 2 ମାସ ମଧ୍ୟରେ 2 ଥର ମାଓ କ୍ୟାମ୍ପ ଧ୍ୱଂସ ହେବା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ଏସଓଜି ଯବାନ। ତେବେ ଚଳିତ ମାସ 5 ତାରିଖରେ ମନମୁଣ୍ଡାଠାରେ ମାଓ ପୋଷ୍ଟର ଲାଗିଥିବା ବେଳେ କୁମ୍ଭୀ ଜୋରଦାର କରାଯାଇଥିଲା। ବୌଦ୍ଧ ଓ କନ୍ଧମାଳ କୁମ୍ଭୀ ବେଳେ କଣ୍ଟାମାଳ ଥାନା ବୁଢ଼ାଖୋଳ ଜଙ୍ଗଲରେ ଏସଓଜି ଓ ମାଓବାଦୀ ମଧ୍ୟରେ 2ରୁ 3 ଘଣ୍ଟା ଗୁଳି ବିନିମୟ ହେବା ପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ପରେ ଏକ ମାଓ କ୍ୟାମ୍ପ ଧ୍ୱଂସ ହେବା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଜବତ ମାଓ ସାମଗ୍ରୀ କନ୍ଧମାଳ ଜିଲ୍ଲାକୁ ନିଆଯାଇଥିବା ସୂଚନା ମିଳିଛି। ତେବେ 3 ମାସ ମଧ୍ୟରେ 3ଟି ମାଓ କ୍ୟାମ୍ପ ଧ୍ୱଂସ କରିବା ସହ ବିପୁଳ ମାଓ ସାମଗ୍ରୀ ଜବତ ହେବା ଯାହା ସ୍ପଷ୍ଟ ଅନୁମାନ ଯେ ଜିଲ୍ଲାରେ ବଢ଼ୁଛି ମାଓ ଗତିବିଧି। ବୌଦ୍ଧରୁ ବାସୁଦେବ ସାଣ୍ଡଙ୍କ ରିପୋର୍ଟ, ଯୁବଶକ୍ତି ନ୍ୟୁଜ୍, ଓଡ଼ିଶା।